ଜୟ ମା ଟେକେଶ୍ଵରୀ। ଭାଇ ଘରେ ବସିଲେ କିଛି ହବ ନାଇଁ, ଟିକେ ଆସ ଇଆଡେ ଆସ। ହୁଁ। ମନ୍ଦିରଟା ପୁରା ପଥର ପଥର ହେଇଛି। ହେଇଥିବ ଦେଖିବା ପାଇଁ। ହଁ ମାନେ ପଥର କରି ବେଲଣା ପିଢା ନା ବେଲଣା ପିଢା। ନା ये प्राइस था 450 प्राइस। କଣ ପାଇଁ ଓପେ ଦେଇଛନ୍ତି ପଥର ଗୁଡା ସେଇଟା ଓଜନ ଦେଖୁନ। ପୁରା ଅରିଜିନାଲ ପଥର ନା। ହୁଁ। ସେଇଟା କଣ ପଥରରେ ଟୋଟାଲ ପଥରରେ ମୂର୍ତ୍ତି ଦେଖ ଭିତର ମୂର୍ତ୍ତି ଦେଖ ଖତରନାକ ଭାଇ କାରୁକାର୍ଯ୍ୟ ବି ଖତରନାକ ନା। ମାମା ଜାଗା କେମିତି ରେଡି ତ?
ଏଗୁଡ଼ା ସବୁ କ'ଣ କହିଲ ଗୋଟେ ପୁରୁଣା କଥା ହେଉଛି ଆଗରୁ ଥିଲା ନା ଆଗରୁ ଏଠି ଥିଲା ସେସବୁ ଏଠି ନିଜର ରଖାଯାଏ ସବୁ ଆମ ପୂର୍ବ ଯେତେ ଠାକୁର ଦେବା ଦେବେ ସମସ୍ତଙ୍କର ମୂର୍ତ୍ତି ରଖାଯାଏ ସବୁ ଏଇ ପାଖ ଜାଗାରେ ହିଁ ନଥିବ ଦୂର ଜାଗାରୁ କୋଲାଟେ ହିଁ କରିଥାଏ ଏସବୁ ମାଟି ତଳେ ଯାହା ପାଇଛନ୍ତି ଭଗବାନ ଉଭା ହେଇଛନ୍ତି ସବୁ ଆଣିକି ରଖୁଛନ୍ତି ପୁରୁଣା ଗୋଟେ କାରୁକାର୍ଯ୍ୟ ପୁରୁଣା କାରୁକାର୍ଯ୍ୟ ବହୁତ ପୁରୁଣା ନା ଏମିତି ଲାଗେ ଜାଗାଟା ଆସି ଏକ୍ସପ୍ଲୋର୍ କରିବା ଭଲ ଲାଗୁଛି ବହୁତ ସପିଂ ଅଛି ଏଇଠି ପୁଣି ଯା ଦେଖ ଆସ ଏଠି ସବୁ ପୁରୁଣା ରାଜାଙ୍କର ଜିନିଷ ଏଇଟା ଲେଖ ଏଇଟା ବିରାଟଗଡ଼ର ସବୁ ଅସ୍ତ୍ର ଶସ୍ତ୍ର ନାଇଁ କଣ ତାଙ୍କର ହେଇଥିବ ଏଇଟା ଦେଖ ବିରାଟଗଡ଼ ଏଇଠି ସବୁ ବିରାଟଗଡ଼ରୁ ହିଁ ସବୁ ଉଠେଇଛନ୍ତି ହେଲା ଏସବୁ ପୁରୁଣା ଜିନିଷ ହଁ ସେଗୁଡ଼ା ଆଗରୁ ମୁଦ୍ରା ଚଳୁଥିଲା ଏଇଗୁଡ଼ା ଆଗରୁ ଦେଖ ହୀରା ପଥର କୋଉଟା ନା ଏଗୁଡ଼ା କଉଡ଼ି ଏଗୁଡ଼ା ତାଙ୍କର ଚଳୁଥିଲା ଷ୍ଟୋନ୍ ଏଗୁଡ଼ା ସେଥିରେ ମାରି ପାରୁନଥିଲେ डायमंड रियल डायमंड रियल डायमंड विराट कोहली ସେତେବେଳେ ମୁଦ୍ରା ହିସାବରେ ବି ୟାକୁ କିଛି ବ୍ୟବହାର ବି କରୁଥିଲେ ବୁଝିଲ ରାଜା ମାନଙ୍କର ସବୁ ଛୁରୀ ହତିଆର ସବୁ ଏଠି ନା ଏଗୁଡ଼ା ସବୁ ଏକ୍ସଟ୍ରାକ୍ଟ କରିଛନ୍ତି ନା ମାଟି ଫାଟି ପୋତି ହେଇଯାଇଥିବ ସବୁ କାଢିଛନ୍ତି ଆଉ हेलो गाइस बहुत खुशी लगिला खड़जा सहित फास्ट राइड विथ आरी रॉयल एनफील्ड नेक्स्ट गाइस तुम मैंने देखो नेक्स्ट बाइक मोर फ्रंटर ही थी
କାହିଁକିନା ମୁଁ ଯେତିକି ଫିଲ୍ କଲି ହଣ୍ଟରର ଯେଉଁ ଦୁକ୍ 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 ପୁଣି ସ୍ଲୋ ପୁଣି ଦୁକ୍ 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 ସେଇ ଯେଉଁ ଫିଲ୍ଟା ଭଲ ଲାଗିଲା। କାହିଁକିନା ଏମିତିରେ ନ୍ୟାରୋ ଅଛି, ଛୋଟ ଅଛି ବାଇକ୍ଟା, ମୋ ହାଇଟ୍ କମ୍କୁ ମୋତେ ସାଜିବ। ମୁଁ ଫଟୋ ବି ଦେଇଦେବି, ଭିଡ଼ିଓରେ ଦେଇଦେବି ଫଟୋ ବି। ତ ଭଣଜା ବି ଫାଷ୍ଟ ତାଙ୍କର ଲାଇଫ୍ରେ ଫାଷ୍ଟ ଜର୍ଣ୍ଣି, ଫାଷ୍ଟ ଲଙ୍ଗ୍ ରାଇଡ଼୍ ମୋ ସହିତ। ଆଜି ଆମେ ଟ୍ରାଭେଲ୍ ଅଲରେଡ଼ି କରିସାରିଲୁଣି 320 କିଲୋମିଟର, ପୁଣି ଆହୁରି ଯିବୁ 50 କିଲୋମିଟର, ମାନେ ଗୋଟେ ଦିନରେ 350-400 କିଲୋମିଟର। ଫାଷ୍ଟ ସର୍ଭିସ୍ ଗାଡ଼ି ହେଇଛି, ଫାଷ୍ଟ ସର୍ଭିସ୍ ଗାଡ଼ି ଫାଷ୍ଟ ସର୍ଭିସ୍ ଭିତରେ ଆମେ ଗୋଟେ ଦିନରେ ଆମେ କାଲି ରାତି ଜଷ୍ଟ ପ୍ଲାନ୍ କଲୁ ରାତି 11ଟା ବେଳେ। କହିଲେ ଭଣଜା କହିଲେ ମାମା ମୁଁ କୁଆଡ଼େ ଲଙ୍ଗ୍ ରାଇଡ଼୍ ଯାଇନି, ଚାଲ ମାମା ଯିବା। କହିଲେ ହଉ ମାମା, ମୁଁ ତ 2 ଦିନ ରେଷ୍ଟ ନେଇନି, ଭୁବନେଶ୍ୱର ଗାଁ ଭୁବନେଶ୍ୱର ହେଉଛି। ତଥାପି ଭଣଜା କହିଲେ ତୁ, ମୁଁ କହିଲି ହଉ ଠିକ୍ ଅଛି ଯିବା। ବଟ୍ ସବୁ କିଛି ପଇସା ପତ୍ର ତ ଏମିତି ଖର୍ଚ୍ଚ ହେଲା, ଆଉ ମୋ ପାଖରେ ଏଫିସିଏଣ୍ଟ ପଇସା ନଥିଲା। ବଟ୍ ଭଣଜା ଏତିକି କି ଫାଷ୍ଟ ରାଇଡ଼୍ରେ ସ୍ପନ୍ସର 70% ସ୍ପନ୍ସର କରିଛନ୍ତି, ସେଥିପାଇଁ ଥ୍ୟାଙ୍କ ୟୁ। କାହିଁକିନା ବର୍ତ୍ତମାନ ମୁଁ ଏମିତିରେ ମେଡ଼ିକାଲ ହେଇ ମୋ ପାଖରେ ବର୍ତ୍ତମାନ କ୍ୟାସ୍ ବି କମ୍ ଥିଲା। ଏମିତିରେ ବି ଆମର ଚାଲିଛି, ପଇସା ପତ୍ର ସେମିତି ମ୍ୟାନେଜମେଣ୍ଟ ଆମ ଭିତରେ କିଛି ନାହିଁ। ବଟ୍ ମୁଁ ଚାହୁଁଛି ଆମ ସହିତ ଆଉ 4 ଜଣ 5 ଜଣ ଆଡ଼୍ ହୁଅନ୍ତୁ। ଆମେ ଓଡ଼ିଶା ଭିତରେ ଯେତିକି ନୂଆ ନୂଆ ଜାଗା ଅଛି ଆମେ ଏକ୍ସପ୍ଲୋର କରିବା। ଆଉ ଏ ଆମେ ଯେଉଁଠି ବସିଛୁ ସେ ପାଖରେ ଗୋଟେ ନାଇଟ୍ ୱାଚ୍ ପାଇଁ ଗୋଟେ ଟାୱାର ଅଛି। ସେଠି ଆମର ଫଣ୍ଟୁ ମନୋଜ କୁମାର ସାହୁ ଆଉ ଭୀମ ପ୍ରକାଶ ସାହୁ ସେମାନେ ଗୋଟେ ନାଇଟ୍ ବିତେଇକି ଯାଇଛନ୍ତି। ଆମେ ଭାବୁଥିଲୁ ସେଇଟା ଆଜି ବିତେଇବା ପାଇଁ, ବଟ୍ ମାମା ବିତେଇବା ଅଲରେଡ଼ି ଆମେ 350-400 କିଲୋମିଟର ଟ୍ରାଭେଲ୍ କରିବୁ। ତ ଯେହେତୁ ଆଉ ଇଚ୍ଛା ହେଉନି, ମାନେ ଆମକୁ ରେଷ୍ଟ ମିଳୁ। 2 ଦିନ ମୁଁ ଟ୍ରାଭେଲ୍ କରୁଛି। ତମେ 3 ଦିନ? ହଁ 3 ଦିନ, ମୁଁ 2 ଦିନ। 2 ଦିନ। ତ ଆମ ପାଖରେ ଆଉ ଏନଫ୍ ଟାଇମ୍ ହିଁ ନାହିଁ। ତ ଆମେ ବର୍ତ୍ତମାନ ୱେ ଟୁ ହୋମ୍। ତ ଯାହା ବି ହେଉଛି ଆମେ ଯେତିକି ବି ମାନେ ସର୍ଟ ବ୍ଲଗ୍, ଫାଷ୍ଟ ବ୍ଲଗ୍ ଆମେ ସର୍ଟ ବ୍ଲଗ୍ ଆଡ଼୍ କରିଛୁ। ଯାହା କରିବା କଥା ଆଡ଼୍ କରିଦେବୁ। ବାପା ଫୋନ୍ କଲେଣି। ହ୍ୟାଲୋ ଶୁଆକାଟି, ବର୍ଷା ହେଉଥିଲା ଆଉ ଶୁଆକାଟିରେ ସେ ପାଖରେ ଗୋଟେ ଇଏ ଜାଗାରେ ରହିଥିଲୁ। ମିଛ କହିଲେ ଭାଇ ଟ୍ରାଭେଲ୍ କରିବା ପାଇଁ ହେଲେ ମିଛ ତ କହିବା ପାଇଁ ପଡ଼ିବ ଭାଇ। ହଉ ନା ଭାଇ? ବାପା କଲ୍ କରିଥିଲେ ବା ଭାଇ। ମୁଁ କହିଲି ଭାଇ ବର୍ଷା ହଉଛି ଭାଇ, ଦେଖ କଣ କରିବ ଏଥିରେ କିଛି ଅପସନ୍ ଅଛି? ବାପା ଅପସନ୍ ଅଛି। ଆମେ ଭୋର 5ଟାରୁ ଆସିଛେ। ଆଜି ଏବେ ଟାଇମ୍ ହେଲାଣି କେତେ ମାମା? ଟାଇମ୍ କେତେ ହେଲାଣି? ଟାଇମ୍ ହେଲାଣି 7ଟା, ଅଲରେଡ଼ି 12-13 ଘଣ୍ଟା ହେଇସାରିଲାଣି। ଆମେ କିଛି ଅପସନ୍ ଅଛି କହିବା ପାଇଁ? ବର୍ଷା ହଉଥିଲା। ବର୍ତ୍ତମାନ ଆମେ ଆରାମସେ ଯିବା 7:30-8ରେ ଘରେ ପହଞ୍ଚିବା, ଖାଇବା, ମୋ ରୁମ୍ରେ ଶୋଇବା ହେଲା। ଟିକେ ତମକୁ ଯୋଉ କହିଥିଲି ବେଶୀଗୁଡ଼ା ଦେଖେଇବି। ହ୍ୟାଲୋ ଗାଇସ୍, ଟାଟା ବାଏ ବାଏ।